কোটি ঘর কুଆड़ी পঞ্চায়েত मोड़ेगुचा पंचायत अच्छे आम समस्त আজ আপনার এটি খরারে কোণ পাই আসছেন ব্লক পাখে ଖରାରେ ଆମେ ଆସିଛୁ ବହୁତ ଦୁଃଖର ବିଷୟ ଦୀର୍ଘ ଦିନରୁ ଆମେ ଦେଇ ଆସୁଛୁ ଆମର PGCLରେ ହଉ ଆଉ ଆମର BDO ସାର୍କୁ ହଉ ପରିବହନ ଆଞ୍ଚଳିକ ପରିବହନ RTO ରାଇରଙ୍ଗପୁରକୁ ଦିଆହେଇଛି ଆମର ଯେଉଁ ସରକାରଙ୍କର ଯୋଜନା ଯେଉଁ ଲକ୍ଷ୍ମୀ ବସ୍ ଏବେ ମୁଖ୍ୟମନ୍ତ୍ରୀ ମୋ ସେବା ବସ୍ ହେଇଛି ତ ପ୍ରଥମରୁ ଆମକୁ ସେ ସୁବିଧା ମିଳିନାହିଁ ତ ଏହି ବାବଦକୁ ଆମର BDO ସାର୍ଙ୍କୁ ଆଉ ଆମର ସବ୍ କଲେକ୍ଟର ସାର୍ଙ୍କୁ ଆମର ଆଞ୍ଚଳିକ ପରିବହନ RTO ସାର୍ଙ୍କୁ ଦିଆହେଇଥିଲା ତ ବାରମ୍ବାର ଆମକୁ ସେ ମିଛ ପ୍ରତିଶ୍ରୁତି ଦେଇ ଆମକୁ ବତେଇ ଦେଲେ ଆଉ ଶେଷରେ ଆମେ ନିଷ୍ପତ୍ତି ନେଲୁ କି ଆମକୁ ଏଇ ଧାରଣାରେ ବସିବା ପାଇଁ ପଡ଼ିବ ଆଉ ଆଜି ଆମେ ନିଷ୍ପତ୍ତି ନେଲୁ ଏ ଧାରଣାରେ କି ଯେ ଯାଏ ଆମର ମାନେ ମୋଡ଼େଇକଚା ଗ୍ରାମ ପଞ୍ଚାୟତକୁ ଆମର ମୁଖ୍ୟମନ୍ତ୍ରୀ ମୋ ସେବା ବସ୍ ପହଞ୍ଚିବନି କି ଆମର ଯୋଗାଯୋଗ ହେଇପାରିବନି ସେ ଯାଏ ଆମର ଏ ବିଜାତା ବ୍ଲକ ବନ୍ଦ ରହିବ ଆମେ ଏଇଟା ଶେଷରେ ନିଷ୍ପତ୍ତି ନେଇଛୁ ଆପଣମାନେ ଯେଉଁ ଧାରଣାରେ ବସୁଛନ୍ତି ଆପଣଙ୍କ ସାଙ୍ଗରେ ଆମ ବ୍ଲକ ପ୍ରଶାସନ ଦେଖା କରିଛନ୍ତି କ'ଣ ଏଇଟା ବି ଦୁଃଖ ବଢ଼ିଆ କଥା ପଚାରିଲେ ଆମେ ସକାଳ 6টাରୁ ଆଜ୍ଞା ଆମେ ବସିଛୁ BDO ସାର୍ ଆସିକି ଆମର କେତେ 3টাରେ ଯାଇକି ଆମକୁ ଦେଖାଗଲା ତ ଦୁଃଖର ବିଷୟ କି ଆମେ ସକାଳ 6টাରୁ ଆସିକି ଆମ BDO ସାର୍ 3টাରେ ଦେଖା କରୁଛୁ BDO ସାର୍ ଏତିକି କହିଲେ କି ଆମକୁ ଟାଇମ୍ ଦିଅ ଆଜ୍ଞା ଆମେ ପ୍ରଥମ ଦେଇଥିଲୁ ଏପ୍ରିଲ 2025ରୁ ଆଜ୍ଞା ଆମେ ଦେଇ ଆସୁଛୁ ଏବେ ସାର୍ କହୁଛନ୍ତି ଟେକ୍ନିକାଲ କ'ଣ ଦୁନିଆ କଥା କହୁଛନ୍ତି ସାର୍ ଏତେ ଦୂର ସେ ଟେକ୍ନିକାଲ କଥା ବୁଝିପାରୁନାହାନ୍ତି ସାର୍ ଏ ଆସନ୍ତା ମାସ ବେଳକୁ ବର୍ଷେ ହେଇଯାଉଛି ଏବେ କହୁଛି 2 ଦିନ ଦିଅ 3 ଦିନ ଦିଅ ଆମେ ଆଉ ତାର କଥା ମାନୁନୁ ଆମେ ଶେଷ ନିଷ୍ପତ୍ତି ନେଇଛୁ ମୋଡ଼ିହୁଚା ଗ୍ରାମବାସୀ ପଞ୍ଚାୟତ ଗ୍ରାମବାସୀ ଆମକୁ ବସ୍ ଦେଲେ ଯାଇ ଆମେ ତାଲା ଖୋଲିବୁ ନହେଲେ ବସ୍ ନ ଗଲେ ଆମ ଅନିଷ୍ଟ କାଳ ତାଲା ଝୁଲି ରହିବ ବିଜାତା ବ୍ଲକ ମୋଡ଼ିକଚା ପଞ୍ଚାୟତର କେଉଁ କେଉଁ ଗ୍ରାମକୁ ଆପଣମାନେ ଯିବା ପାଇଁ କହୁଛନ୍ତି ମୋଡ଼େଇବା ଖେଜିରି ଛକ ହଉ କୁଆଳି ହଉ ମୋଡ଼େଇକଚା ଟାଣ୍ଡି ପାଣି ଅର୍ଜୁନ ପାଣି କୁମାରଡୁବି ଟାଣ୍ଡି ପାଣି ସେ ରୋଡ଼ରୁ ଭଲ ଅଛି ଭଲ ଆମ ଯିବା ଆସିବା କରୁଛି ଘରେ ମଧ୍ୟ ସେ ଟ୍ରାଏ ପାଇଁ ସେ ଆମର ଲକ୍ଷ୍ମୀ ବସ୍ ଯାଇଥିଲା BDO ସାର୍ ସେଇ ବସ୍ରେ ବି ବସିକି ଯାଇଥିଲେ ଆମର RTCର ଯେଉଁ ସୁପରଭାଇଜର ଅଛନ୍ତି ସେ ସାର୍ ବି ଯାଇଛନ୍ତି ସେ ଆମକୁ ଦେଇଥିଲେ କି ହଉ ଠିକ୍ ଅଛି ଆମେ 2-3 ଦିନ ଭିତରେ ଆପଣଙ୍କୁ ମାନେ ସବୁଦିନ ପାଇଁ ବସ୍ଟାକୁ ଯାତାୟାତ କରିବା ପାଇଁ ଚଳାଚଳ କରିବା ପାଇଁ ନିଷ୍ପତ୍ତି ଆମକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏଇ ଯାଏଁ ହେଲା 15-20 ଦିନ ବେଶୀ ହେଲା ମାସରେ ପାଇଲା ଏଇ ଯାଏଁ ଆମର କିଛି ଆମର ଲାଭ ମିଳିଲାନି ଆଉ ଗୋଟେ କଥା ଆପଣଙ୍କର ଗାଁ ପଞ୍ଚାୟତକୁ ବସ୍ ଯାଉନି କିନ୍ତୁ ବସ୍ ଷ୍ଟାଣ୍ଡ ତିଆରି ହେଉଛି ଆଜ୍ଞା ଏଇଟା ପଚାରିଲେ ଏ ଯେଉଁ ବସ୍ଷ୍ଟାଣ୍ଡ ହେଇଛି ହାସ୍ୟାସ୍ପଦ କଥା କି ଏ ଯେଉଁ ବସ୍ଷ୍ଟାଣ୍ଡ ହେଲା କାହା ସ୍ୱାର୍ଥରେ ହେଲା ସାର୍ ଯେତିକି ଯେଉଁ ବଜେଟ୍ ହେଉଛି ବସ୍ଷ୍ଟାଣ୍ଡ ପାଇଁ କାହା ସ୍ୱାର୍ଥ ହେଲା ନା ଯେଉଁ ବାବୁମାନଙ୍କର ପକେଟ୍ ପାଇଁ ଯେଉଁ ବସ୍ଷ୍ଟାଣ୍ଡ ହେଇଥିଲା ଯେଉଁ ବସ୍ଷ୍ଟାଣ୍ଡ ହେଲା ତ ଲକ୍ଷ୍ମୀ ବସ୍ କ'ଣ ପାଇଁ ଯାଉନି ସାର୍ ଏହାର ଜବାବ କ'ଣ ଦେଇଛନ୍ତି BDO କିଛି ଦେଇନାହାନ୍ତି କିଛି BDO ଦେଇନାହାନ୍ତି ବର୍ତ୍ତମାନ ତାହେଲେ ଆପଣଙ୍କର ଅନିର୍ଦ୍ଦିଷ୍ଟ ପାଇଁ ହଁ ସାର୍ ଆମେ ବର୍ତ୍ତମାନ ଶେଷ ନିଷ୍ପତ୍ତି ନେଲୁ ମୋଡ଼ିହୁଚା ଗ୍ରାମ ପଞ୍ଚାୟତବାସୀ ଯେ ବସ୍ ନ ମିଳିଲେ ଆମକୁ ଗ୍ରାମ ପଞ୍ଚାୟତ ନ ଗଲେ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ ବିଜାତ୍ରା ବ୍ଲକ ବସ୍ ଧନ୍ୟବାଦ ଥ୍ୟାଙ୍କ ୟୁ